ବନ୍ଧୁଗଣ, ଭଗବାନ ଏବଂ ଗୁରୁଙ୍କ ମଧ୍ୟରେ କ'ଣ ପାର୍ଥକ୍ୟ? ଭଗବାନ ମଣିଷର ଭଲ ଖରାପ କର୍ମ ଅନୁଯାୟୀ ଫଳ ତାଙ୍କୁ ଦେଇଥାନ୍ତି, କିନ୍ତୁ ଗୋଟିଏ ଗୁରୁର କାମ ତାର ଶିଷ୍ୟକୁ ଯେପରି ଗୋଟିଏ ମା ଛୋଟ ପିଲାର ତାର ପରିଷ୍କାର ପରିଚ୍ଛନ୍ନତା ଏବଂ ଭଲ ସଂସ୍କାର ତାକୁ ଶିଖାଇଥାଏ ଏବଂ ଛୋଟ ପିଲାଟି ବଡ଼ ହେଲା ପରେ ତାର ବାପା ତାହାର ଜୀବିକା ନିର୍ବାହ କିପରି ଭଲ ଭାବେ ହୋଇପାରିବ ସେଥିପାଇଁ ପିଲାଟିକୁ ବୁଦ୍ଧି କୌଶଳ କହିଥାନ୍ତି। ଠିକ୍ ସେହିପରି ଗୁରୁ ମଧ୍ୟ ଶିଷ୍ୟକୁ ଭଲ ମାର୍ଗରେ ଯିବା ପାଇଁ ଉପଦେଶ ଦେଇଥାନ୍ତି। ଗୁରୁଙ୍କ କଥା ଶିଷ୍ୟ ମାନିଲେ ଭଗବାନଙ୍କ କୃପା ପ୍ରାପ୍ତ ହୁଏ। ଭଗବାନ ଏହା ଦେଖି ଖୁସି ହୁଅନ୍ତି। ଶେଷରେ ନିଜର ପୁଅ ଝିଅକୁ ଆପଣେଇ ନିଅନ୍ତି, କହିଥାନ୍ତି, ଦେଖନ୍ତୁ ମୋର ପୁଅ ଏବଂ ଝିଅ ସତ୍ୟଧର୍ମ ପଥରେ ସିଂହ ପରି ଆଗକୁ ବଢ଼ି ଚାଲିଛନ୍ତି। ଧନ୍ୟବାଦ। ଜୟ ଶ୍ରୀକୃଷ୍ଣ।